ସେଦିନ ରାତିର ବାୟୁମଣ୍ଡଳ ବଡ଼ ବିଚିତ୍ର ଥିଲା। ହସ୍ପିଟାଲ ସାରା କେବଳ ଆଣ୍ଟିସେପ୍ଟିକ୍ର ସେହି ପରିଚିତ ତୀବ୍ର ଗନ୍ଧ। ଚାରିଆଡ଼େ ଏକ ଅଜଣା ଭୟ ଏବଂ ଶରୀରକୁ ନିସ୍ତେଜ କରିଦେଉଥିବା କ୍ଳାନ୍ତି ଭରି ରହିଥିଲା। ହସ୍ପିଟାଲ କୋଠା ବାହାରେ ଆମ୍ବୁଲାନ୍ସଗୁଡ଼ିକର ସାଇରନ୍ ଗୋଟିଏ ପରେ ଗୋଟିଏ ଚିତ୍କାର କରି ଉଠୁଥିଲା। ଲକଡାଉନ୍ ଯୋଗୁଁ ନିସ୍ତବ୍ଧ ହୋଇଯାଇଥିବା ସହରର ଶାନ୍ତିକୁ ସେହି ଶବ୍ଦ ଯେମିତି କରତ ପରି ଚିରି ଦେଉଥିଲା। ଆମ୍ବୁଲାନ୍ସର ସେହି ଝଲସୁଥିବା ନାଲି ଆଲୋକ ହସ୍ପିଟାଲର କାଚ ଦ୍ୱାର ଉପରେ ଏକ ଅସ୍ଥିର ନିଆଁ ପରି ନାଚୁଥିଲା, ଯାହାକୁ ଦେଖିଲେ ଲାଗୁଥିଲା ଯେମିତି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଏକ ଭୟଙ୍କର ସଂଗ୍ରାମ ଚାଲିଛି। ହସ୍ପିଟାଲର ଫିକା କରିଡର ଭିତରେ ଧଳା ପିପିଇ ସୁଟ୍ ପିନ୍ଧିଥିବା ଡାକ୍ତରମାନେ ନିଃଶବ୍ଦରେ ଏପଟ ସେପଟ ହେଉଥିଲେ। ସେମାନଙ୍କ ମୁହଁ ପ୍ଲାଷ୍ଟିକ୍ ଆବରଣ ପଛରେ ଲୁଚି ରହିଥିଲା। ଆଖିଗୁଡ଼ିକ ଅନିଦ୍ରା ଏବଂ ହତାଶାରେ ବୁଡ଼ି ରହିଥିଲା। ମାସ୍କର ଅନେକ ସ୍ତର ପଛରୁ ଆସୁଥିବା ସେମାନଙ୍କ ସ୍ୱରଗୁଡ଼ିକ ମଧ୍ୟ ଅତି ଅସ୍ପଷ୍ଟ ଶୁଣାଯାଉଥିଲା। ଡାକ୍ତର ସ୍ୱପ୍ନା ସେଦିନ ଜରୁରୀକାଳୀନ ୱାର୍ଡର ଥଣ୍ଡା କାଚ ଝରକା ପାଖରେ ନିଶ୍ଚଳ ହୋଇ ଠିଆ ହୋଇଥିଲେ। ତାଙ୍କ ଆଖି ସାମ୍ନାରେ ଆଉ ଏକ ଷ୍ଟ୍ରେଚର ହସ୍ପିଟାଲ ଭିତରକୁ ଚାଲି ଆସୁଥିଲା। ସେଥିରେ ଶୋଇଥିବା ଜଣେ ମଧ୍ୟବୟସ୍କ ମହିଳା ପାଣିରୁ ବାହାରିବା ମାଛ ପରି ଟିକିଏ ନିଶ୍ୱାସ ପାଇଁ ଛଟପଟ ହେଉଥିଲେ। ଷ୍ଟ୍ରେଚର ପଛରେ ଜଣେ ପୁରୁଷ ବହୁତ ଦୂରରେ ଅନ୍ଧାର ଭିତରେ କୁଣ୍ଠିତ ହୋଇ ଠିଆ ହୋଇଥିଲେ। ନର୍ସ ତୁରନ୍ତ ପାଟି କରି ପଚାରିଲେ, ଆପଣ କ'ଣ ରୋଗୀଙ୍କ ସ୍ୱାମୀ? ସେହି ପ୍ରଶ୍ନ ଶୁଣି ଲୋକଟି ଯେମିତି ଥରିଗଲା। ତାଙ୍କ ଆଖିରେ ନିଜ ସ୍ତ୍ରୀ ପାଇଁ ଆଦୌ ଚିନ୍ତା ନଥିଲା, ବରଂ ନିଜେ ସଂକ୍ରମିତ ହୋଇଯିବାର ଏକ ଭୟ ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏଁ ଥରାଇ ଦେଉଥିଲା। ସେ ତରବରିଆ ଭାବେ ଦୁଇ ପାଦ ପଛକୁ ଘୁଞ୍ଚିଗଲେ ଏବଂ କୁଣ୍ଠିତ ସ୍ୱରରେ କହିଲେ, ହଁ, ଦୟାକରି ତାଙ୍କର ଯତ୍ନ ନିଅନ୍ତୁ। ମୁଁ ପରେ ଆସିବି। ଏତିକି କହି ସେ ବାହାରର ସେହି ଘନ ଅନ୍ଧାର ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲେ। ସ୍ୱପ୍ନା ନିଷ୍ପ୍ରଭ ଆଖିରେ ତାଙ୍କୁ ଯିବାର ଦେଖୁଥିଲେ। ସେହି ମୁହୂର୍ତ୍ତରେ ତାଙ୍କୁ ଖୁବ୍ ଯନ୍ତ୍ରଣା ହେଲା। ମନଟା ଯେମିତି ପଥର ପାଲଟିଗଲା। ସେ ଅନୁଭବ କଲେ ଯେ ଏହି ମହାମାରୀ କେବଳ ଏକ ରୋଗ ନୁହେଁ, ବରଂ ଏହା ମଣିଷର ରକ୍ତ ସମ୍ପର୍କ ଭିତରେ ଲୁଚି ରହିଥିବା ଚରମ ସ୍ୱାର୍ଥପରତାକୁ ପଦାରେ ପକାଇ ଦେଇଛି। ସେଠାରେ ସ୍ୱପ୍ନା କେବଳ ହସ୍ପିଟାଲର କାନ୍ଥ ଦେଖୁନଥିଲେ, ବରଂ ମାନବିକତାର ପତନକୁ ନିଜ ଆଖିରେ ଦେଖୁଥିଲେ। ଏସବୁ ଭିତରେ ସ୍ୱପ୍ନାଙ୍କ ମନ ନିଜ ଅତୀତକୁ ଫେରିଗଲା। ସେହି ଶାନ୍ତ ସବୁଜିମା ଭରା ନିଜ ଗାଁର କଥା ମନେ ପଡ଼ିଲା, ଯେଉଁଠାରେ ସକାଳର ସୂର୍ଯ୍ୟକିରଣ ଓଦା ମାଟିର ମହକ ଏବଂ ମନ୍ଦିରର ଘଣ୍ଟାଧ୍ୱନି ସହ ଧରାବତରଣ କରୁଥିଲା। ସେଠାରେ ସମୟ ଯେମିତି ଖୁବ୍ ଧୀରେ ଚାଲୁଥିଲା। ବାପା ଥିଲେ ଜଣେ ସରଳ ଆଦର୍ଶବାଦୀ ଶିକ୍ଷକ, ଯିଏ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ହିଁ ମଣିଷର ଭାଗ୍ୟ ବଦଳାଇ ପାରେ। ଆଉ ତାଙ୍କ ମା, ଯାହାଙ୍କ ଦୁନିଆ ସେହି ତୁଳସୀ ଚଉରା ଏବଂ ବଗିଚାର ଫୁଲଗୁଡ଼ିକ ଭିତରେ ସୀମିତ ଥିଲା। ସେ ସବୁବେଳେ ନିଜର ଏକମାତ୍ର ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଠାକୁରଙ୍କ ପାଖରେ ମାନସିକ କରୁଥିଲେ। କିନ୍ତୁ ଗାଁର ସେହି ସରଳତା ପଛରେ ଏକ କଠୋର ସତ୍ୟ ମଧ୍ୟ ଲୁଚି ରହିଥିଲା। ପିଲାଦିନୁ ସ୍ୱପ୍ନା ଦେଖିଥିଲେ କେମିତି ଅସୁସ୍ଥ ଲୋକମାନେ ଟିକିଏ ଚିକିତ୍ସା ପାଇଁ ମାଇଲ ମାଇଲ ବାଟ କାନ୍ଧରେ ବୁହା ହୋଇ ଯାଉଥିଲେ। ସେହି ଅସହାୟ ଆଖିଗୁଡ଼ିକୁ ସେ ଆଜି ବି ଭୁଲି ପାରି ନାହାନ୍ତି। କେତେବେଳେ ଡାକ୍ତରଙ୍କ ପାଖରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ ତ ଆଉ କେତେବେଳେ ଅଧା ବାଟରେ ହିଁ ଜୀବନର ଦୀପ ଲିଭିଯାଏ। ଯେଉଁଦିନ ସ୍ୱପ୍ନା ଡାକ୍ତର ହେବା ପାଇଁ ସଂକଳ୍ପ ନେଇଥିଲେ, ତାଙ୍କ ବାପା ଖୁବ୍ ଗର୍ବ ଅନୁଭବ କରିଥିଲେ। ସେ କୋହଭରା ସ୍ୱରରେ ସ୍ୱପ୍ନାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇ କହିଥିଲେ, ଲୋକମାନଙ୍କର ସେବା କର ମା, ଏହା ହିଁ ତୁମ ପାଇଁ ହେବ ଜଗନ୍ନାଥଙ୍କ ପ୍ରକୃତ ଆରାଧନା। ସେହି ଦିନଠାରୁ ଆରମ୍ଭ ହୋଇଥିଲା ଏକ ଅବିଶ୍ରାନ୍ତ ଯାତ୍ରା। ବର୍ଷ ବର୍ଷର କଠିନ ପରିଶ୍ରମ, ଅନିଦ୍ରା ରାତି, ମୋଟା ମୋଟା ମେଡିକାଲ ବହି ଏବଂ ଅସଂଖ୍ୟ ପରୀକ୍ଷାର ସଂଘର୍ଷ ପରେ ଆଜି ସେ ଏହି ବଡ଼ ସହରର ବଡ଼ ହସ୍ପିଟାଲରେ ଜଣେ ଡାକ୍ତର ଭାବେ କାମ କରୁଛନ୍ତି। ସେ ସ୍ୱପ୍ନ ଦେଖିଥିଲେ ଧଳା ଆପ୍ରୋନ୍ ପିନ୍ଧି ମୁହଁରେ ଟିକିଏ ହସ ଧରି ରୋଗୀଙ୍କ ଜୀବନ ବଞ୍ଚାଇବେ ଏବଂ ସେମାନଙ୍କ ପରିବାର ମୁହଁରେ ଖୁସି ଫେରାଇ ଆଣିବେ। କିନ୍ତୁ ସ୍ୱପ୍ନା କେବେ ଭାବି ନଥିଲେ ଯେ ଜୀବନ ବଞ୍ଚାଇବାର ଏହି ବ୍ରତ ଦିନେ ଏକ ଭୟଙ୍କର ଯୁଦ୍ଧକ୍ଷେତ୍ର ପାଲଟିଯିବ। ସେ ଏପରି ଏକ ଯୁଦ୍ଧର ସାମ୍ନା କରୁଥିଲେ ଯେଉଁଠି ଶତ୍ରୁ ଅଦୃଶ୍ୟ ଥିଲା ଏବଂ ପ୍ରତି ମୁହୂର୍ତ୍ତରେ ନିଜ ଆତ୍ମୀୟକୁ ହରାଇବାର ଭୟ ଘେରି ରହିଥିଲା। ଆଜି ସେହି ହସ୍ପିଟାଲର ଧଳା କାନ୍ଥଗୁଡ଼ିକ ମହାମାରୀରେ ରୋଗୀମାନଙ୍କ ଯନ୍ତ୍ରଣାର ନୀରବ ସାକ୍ଷୀ ପାଲଟି ଯାଇଛି। ପ୍ରଥମେ ପ୍ରଥମେ ଏହି ଖବରଟି ଏକ ଦୂର ଦିଗନ୍ତର ଝଡ଼ ପରି ଲାଗୁଥିଲା। ଟିଭି ପରଦାରେ ଦୂରଦେଶର କୌଣସି ଏକ ଭୂତାଣୁର ଆତଙ୍କ, ସବୁକିଛି ଯେମିତି ଏକ କାହାଣୀ ପରି ଲାଗୁଥିଲା। କିନ୍ତୁ ଦେଖୁ ଦେଖୁ ସେହି ଅଦୃଶ୍ୟ ଶତ୍ରୁର କଳା ଛାଇ ସହରର ଗଳିକନ୍ଦିରେ ବ୍ୟାପିଗଲା। ହଠାତ୍ ସବୁକିଛି ବଦଳିଗଲା। ଡାକ୍ତରଖାନାର ବେଡ୍‌ଗୁଡ଼ିକ ଶବ ଏବଂ ଶୋକରେ ଭର୍ତ୍ତି ହୋଇଗଲା। ଡାକ୍ତରମାନେ ନିଶ୍ୱାସ ନେବାକୁ ବି ସମୟ ପାଉନଥିଲେ। ସାଧାରଣ ୱାର୍ଡଗୁଡ଼ିକ ରାତାରାତି ଏକ ନିଃଶବ୍ଦ ଆଇସୋଲେସନ ଜୋନ୍ ପାଲଟିଗଲା। ସେହି ପରିଚିତ ଧଳା କୋଟ୍ ବଦଳରେ ଡାକ୍ତରମାନେ ପିନ୍ଧିଲେ ପ୍ଲାଷ୍ଟିକ୍‌ର ଏକ ଅଣନିଃଶ୍ୱାସୀ ଆବରଣ, ପିପିଇ ସୁଟ୍। ଘଣ୍ଟା ଘଣ୍ଟା ଧରି ସେହି ସୁଟ୍ ଭିତରେ ରହିବା ପରେ ଯେତେବେଳେ ସେମାନେ ମାସ୍କ ଖୋଲୁଥିଲେ, ସେତା ମୁହଁରେ ମାସ୍କର ଗଭୀର ଲାଲ ଚିହ୍ନଗୁଡ଼ିକ କୌଣସି ଯୁଦ୍ଧର କ୍ଷତ ପରି ଦିଶୁଥିଲା। କିନ୍ତୁ ସ୍ୱପ୍ନା ପାଇଁ ସେହି ଶାରୀରିକ କଷ୍ଟଠାରୁ ଅଧିକ ଭୟଙ୍କର ଥିଲା ପ୍ରତିଦିନ ଦେଖୁଥିବା ଦୃଶ୍ୟଗୁଡ଼ିକ। ସେ ଦେଖିଲେ
ଜଣେ ବୃଦ୍ଧ ବାପା କରୋନାକୁ ଜିତିବା ପରେ ଯେତେବେଳେ ଘରକୁ ଯିବାକୁ ପ୍ରସ୍ତୁତ ହେଲେ, ତାଙ୍କ ନିଜ ପୁଅ ତାଙ୍କୁ ନେବାକୁ ସଫା ମନା କରିଦେଲା। ସେ ଦେଖିଲେ ହସ୍ପିଟାଲ ଗେଟ୍ ବାହାରେ ଜଣେ ଭାଇ ନିଜ ଭଉଣୀକୁ ଏକାକୀ ଛାଡ଼ି ଦେଇ ଅନ୍ଧାରରେ ପଳାଉଛି। ମାନବିକତାର ଏହି ପତନ ସ୍ୱପ୍ନାଙ୍କ ବିଶ୍ୱାସ ବୁନିୟାଦକୁ ଦୋହଲାଇ ଦେଉଥିଲା। ହସ୍ପିଟାଲ କାନ୍ଥ ସେପାଖରେ ରୋଗୀମାନେ ଏକାକୀ କାନ୍ଦୁଥିଲେ। ଶେଷ ସମୟରେ ଟିକେ ସାନ୍ତ୍ୱନା ଦେବାକୁ ବି କେହି ପାଖରେ ନଥିଲେ। ଯେଉଁମାନଙ୍କୁ ସେମାନେ ସାରା ଜୀବନ ଭଲ ପାଇଥିଲେ, ସେମାନଙ୍କ ହାତ ଟିକେ ଧରିବାକୁ ମଧ୍ୟ କେହି ଆସୁନଥିଲେ। ମୃତ୍ୟୁ ସମୟର ସେହି ଏକୁଟିଆପଣର ଦୃଶ୍ୟ ସ୍ୱପ୍ନାଙ୍କ ହୃଦୟକୁ ବାରମ୍ବାର କଷ୍ଟ ଦେଉଥିଲା। ସେ ଭାବୁଥିଲେ, ଭୂତାଣୁ ତ ଜୀବନ ନେଉଛି, କିନ୍ତୁ ଏ ଭୟ କ'ଣ ମଣିଷ ଭିତରର ମାନବିକତାକୁ ମାରିଦେଉଛି? ସେଦିନ ସନ୍ଧ୍ୟାର ପରିବେଶ ଅନ୍ୟ ଦିନ ଅପେକ୍ଷା ଅଧିକ ଭାରି ଥିଲା। ୱାର୍ଡର ନୀରବତା ଭିତରେ ଜଣେ ବୟସ୍କ ବ୍ୟକ୍ତି ଅତି କଷ୍ଟରେ ସ୍ୱପ୍ନାଙ୍କୁ ହାତ ଧରି ପକାଇଲେ। ତାଙ୍କ ଓଠ ଥରୁଥିଲା ଏବଂ ଆଖିରେ ଥିଲା ଅପେକ୍ଷାର କରୁଣ ଚିତ୍ର। ସେ ଅତି କ୍ଷୀଣ ସ୍ୱରରେ ପଚାରିଲେ, ଡାକ୍ତର ମା, ମୋ ପୁଅ ମୋତେ ଦେଖା କରିବାକୁ ଆସିବ କି? ତାକୁ ଟିକେ ଦେଖିବାକୁ ଖୁବ୍ ମନେ ହେଉଛି। ସ୍ୱପ୍ନା ସେହି ପ୍ରଶ୍ନ ପଛର ପଟ୍ୟ ଜାଣିଥିଲେ। ସେ ଜାଣିଥିଲେ ଯେ ପୁଅଟି ବାହାରେ ଥାଇ ମଧ୍ୟ ନିଜ ବାପାକୁ ଭେଟିବାକୁ ଭୟ କରୁଛି। କିନ୍ତୁ ସେହି ସମୟରେ ଔଷଧ ଅପେକ୍ଷା ଆଶ୍ୱାସନାର ଅଧିକ ଦରକାର ଥିଲା। ସ୍ୱପ୍ନା ତାଙ୍କ ମାସ୍କ ପଛର ନିଜ ଲୁହକୁ ଲୁଚାଇ ଏକ ମିଛ ହସ ହସିଲେ ଏବଂ କହିଲେ, ହଁ ଅଜା, ସେ ନିଶ୍ଚୟ ଆସିବ। ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ସେ ଅନୁଭବ କଲେ ଯେ ବେଳେବେଳେ କାହାର ଭଙ୍ଗା ହୃଦୟକୁ ଯୋଡ଼ିବା ପାଇଁ କୁହାଯାଇଥିବା ଛୋଟ ମିଛ ବି କରୁଣା ପରି ପବିତ୍ର। ସେହି କଷ୍ଟକର ଦିନଗୁଡ଼ିକ ମଧ୍ୟରେ ସ୍ୱପ୍ନା ପ୍ରଥମ କରି ଡାକ୍ତର ସୁଦୀପକୁ ଦେଖିଥିଲେ। କରିଡରରେ ଅନେକ ଥର ଦେଖା ହୋଇଛି, କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ରାତିର ଦୃଶ୍ୟ ସ୍ୱପ୍ନାଙ୍କ ମନରେ ସବୁଦିନ ପାଇଁ ରହିଗଲା। ରାତି ବଢ଼ିବା ସହିତ ଜଣେ ଦୁର୍ବଳ ବୃଦ୍ଧ ରୋଗୀଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଅକ୍ସିଜେନ ମାସ୍କ ଭିତରେ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଧୀରେ ଧୀରେ କ୍ଷୀଣ ହୋଇ ଆସୁଥିଲା। ସୁଦୀପ ସେହି ରୋଗୀଙ୍କ ଶେଜ ପାଖରେ ବସି ଅତି ସତର୍କତାର ସହିତ ତାଙ୍କର ଚିକିତ୍ସା କରୁଥିଲେ। ବୃଦ୍ଧ ଜଣକ ଭୟରେ ଥରି ଥରି କହିଲେ, ଡାକ୍ତର ବାବୁ, ମୁଁ ଏମିତି ଏକା ମରିବାକୁ ଚାହୁଁନାହିଁ। ମୋତେ ଭୟ ଲାଗୁଛି। ସୁଦୀପ ସେହି ରୋଗୀଙ୍କ ପାଖକୁ ଝୁଙ୍କି ପଡ଼ି ଅତି ଶାନ୍ତ ସ୍ୱରରେ କହିଲେ, ଆପଣ ଜମାରୁ ଡରନ୍ତୁ ନାହିଁ। ଆପଣ ଏକା ନୁହନ୍ତି, ମୁଁ ଆପଣଙ୍କ ପାଖରେ ଅଛି। ସୁଦୀପଙ୍କ କାମ କରିବା ସମୟ ବହୁ ଆଗରୁ ଶେଷ ହୋଇଥିଲା ଏବଂ ଶରୀର କ୍ଳାନ୍ତିରେ ଭାଙ୍ଗି ପଡ଼ୁଥିଲା। ତଥାପି ସେ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ସେହି ଅଚିହ୍ନା ବୃଦ୍ଧଙ୍କ ହାତ ଧରି ବସି ରହିଲେ। ସ୍ୱପ୍ନା ଦ୍ୱାର ପାଖରେ ଠିଆ ହୋଇ ନୀରବରେ ଏହି ମାନବିକତାର କରୁଣ ଦୃଶ୍ୟକୁ ଦେଖୁଥିଲେ। ସେହି ଦିନଗୁଡ଼ିକରେ ଅନେକ ଡାକ୍ତର ଭୟରେ ଭାଙ୍ଗି ପଡ଼ୁଥିଲେ, କିନ୍ତୁ ସୁଦୀପଙ୍କ ଭିତରେ ଏକ ଅଦ୍ଭୁତ ସାହସ ଥିଲା। ସେ କେବଳ ରୋଗୀଙ୍କୁ ସୁସ୍ଥ କରୁନଥିଲେ, ବରଂ ସେମାନଙ୍କୁ ନିର୍ଭୀକ ହୋଇ ବଞ୍ଚିବାର ରାହା ଦେଖାଉଥିଲେ। ସୁଦୀପଙ୍କ ସେହି ନିଷ୍କପଟ ଆନ୍ତରିକତା ସ୍ୱପ୍ନାଙ୍କ ମନକୁ ଛୁଇଁଗଲା। ଧୀରେ ଧୀରେ ସେମାନଙ୍କ ସମ୍ପର୍କର ମୂଳଦୁଆ ପଡ଼ିଲା। ହସ୍ପିଟାଲର ସେହି ମୃତ୍ୟୁର ଚକ୍ରବ୍ୟୂହ ମଧ୍ୟରେ ସେମାନେ ପରସ୍ପରକୁ ଚିହ୍ନିବାକୁ ଆରମ୍ଭ କଲେ। କାଫେଟେରିଆର ସେହି କିଛି ମିନିଟର ଦେଖା ସାକ୍ଷାତ, ପ୍ଲାଷ୍ଟିକ କପ୍ରେ ଥଣ୍ଡା ହୋଇଯାଉଥିବା ଚା ଏବଂ କ୍ଳାନ୍ତ ଆଖିରେ ପରସ୍ପରକୁ ଚାହିଁବା, ସବୁକିଛି ସେମାନଙ୍କୁ ଏକ ଅଜଣା ଶକ୍ତି ଦେଉଥିଲା। ସେହି ସାମାନ୍ୟ କଥାବାର୍ତ୍ତା ସାରା ଦିନର ଯନ୍ତ୍ରଣାକୁ ଭୁଲାଇ ଦେବା ପାଇଁ ଯଥେଷ୍ଟ ଥିଲା। ଅନେକ ସମୟରେ ଲମ୍ବା ଡ୍ୟୁଟି ପରେ ପରସ୍ପରର ନୀରବ ଉପସ୍ଥିତି ହିଁ ସେମାନଙ୍କ ପାଇଁ ସବୁଠାରୁ ବଡ଼ ଔଷଧ ସାଜୁଥିଲା। ସୁଦୀପଙ୍କ ମୁହଁରେ ସବୁବେଳେ ଏକ ସହଜ ହସ ଥିଲା, ଯାହା କଠିନ ପରିସ୍ଥିତିକୁ ମଧ୍ୟ ହାଲକା କରିଦେଉଥିଲା। ସେହି ଓଜନଦାର ପିପିଇ ସୁଟ୍ ମଣିଷର ପରିଚୟ ଲୁଚାଇ ଦେଉଥିଲେ ମଧ୍ୟ ସୁଦୀପଙ୍କ ଆଖିରେ ଥିବା ଉଷ୍ମତା ସ୍ୱପ୍ନାଙ୍କୁ ଆଶ୍ୱାସନା ଦେଉଥିଲା। ଗୋଟିଏ ରାତିର କଥା। ମାନସିକ ସ୍ତରରେ ଭାଙ୍ଗି ଦେବା ପରି ଏକ କଠିନ ସିଫ୍ଟ ପରେ ସେମାନେ ହସ୍ପିଟାଲ ବାହାରେ ଥିବା ଏକ ବେଞ୍ଚରେ ବସିଥିଲେ। ଚାରିଆଡ଼େ ଏକ ଅଜଣା ଅଭିଶାପ ପରି ଶୂନ୍ୟତା ଖେଳି ରହିଥିଲା। ସୁଦୀପ ଏକ ଦୀର୍ଘ ଶ୍ୱାସ ମାରି ନିଜ କ୍ଳାନ୍ତ କାନ୍ଧକୁ ଟିକେ ହାଲକା କଲେ। ସ୍ୱପ୍ନା ଧୀରେ ପଚାରିଲେ, ସୁଦୀପ, ତମକୁ ଏସବୁ ଦେଖି ଭୟ ଲାଗେନି? ସୁଦୀପ ଅନ୍ଧାର ଆକାଶକୁ ଚାହିଁ ଅତି ସଚ୍ଚୋଟତାର ସହ କହିଲେ, ଭୟ ତ ସମସ୍ତଙ୍କୁ ଲାଗେ ସ୍ୱପ୍ନା, କିନ୍ତୁ ଭୟ ଆମର କର୍ତ୍ତବ୍ୟରେ ବାଧକ ସାଜି ପାରିବ ନାହିଁ। ଆମେ ଯଦି ଡରିବା, ତେବେ ଏହି ଅସହାୟ ରୋଗୀମାନଙ୍କୁ ସାହସ କିଏ ଦେବ? ଏହା ଶୁଣି ସ୍ୱପ୍ନା ଜୀବନର ଏକ ବଡ଼ ସତ୍ୟ ବୁଝିପାରିଲେ। ସାହସ ମାନେ ଭୟର ଅନୁପସ୍ଥିତି ନୁହେଁ, ବରଂ ଭୟ ସତ୍ତ୍ୱେ ଆଗକୁ ବଢ଼ିବାର ଏକ ଦୃଢ଼ ନିଷ୍ପତ୍ତି। ସୁଦୀପଙ୍କ ସେହି ଗୋଟିଏ ବାକ୍ୟ ସ୍ୱପ୍ନାଙ୍କ ମନର ସବୁ ଦ୍ୱନ୍ଦ୍ୱ ଦୂର କରିଦେଲା। ଦିନ ପରେ ଦିନ ବିତିଗଲା। ମୃତ୍ୟୁର ଚିତ୍କାର ଏବଂ ଆମ୍ବୁଲାନ୍ସର ସାଇରନ୍ ମଧ୍ୟରେ ସେମାନଙ୍କ ମଧ୍ୟରେ ଏକ କୋମଳ ସମ୍ପର୍କ ଗଢ଼ି ଉଠିଲା। ସେମାନେ କେବେ ବି ପରସ୍ପରକୁ ଭଲ ପାଇବା ବିଷୟରେ କିଛି କହିନଥିଲେ। ସେମାନଙ୍କ ପ୍ରେମ କୌଣସି କବିତା କିମ୍ବା ଚିଠିରେ ନଥିଲା, ବରଂ ଥିଲା ଏକାଠି ରୋଗୀଙ୍କ ସେବା କରିବାରେ, ପରସ୍ପର ପାଇଁ ଚା କପେ ଧରି ଅପେକ୍ଷା କରିବାରେ ଏବଂ ବିନା ଶବ୍ଦରେ ପରସ୍ପରର ଯନ୍ତ୍ରଣାକୁ ବୁଝିପାରିବାରେ। ଏହା ଥିଲା ଏକ ଅଲିଖିତ ପ୍ରେମ କାହାଣୀ, ଯାହା ମୃତ୍ୟୁର ଛାଇ ତଳେ ଅତି ନୀରବରେ ବଢ଼ୁଥିଲା। ବେଳେବେଳେ ବହୁତ କିଛି କହିବା ଅପେକ୍ଷା କାମରେ କରି ଦେଖାଇବା ହିଁ ପ୍ରେମର ବଡ଼ ପ୍ରମାଣ ହୋଇଥାଏ। ସେହି ଅଣନିଶ୍ୱାସୀ ଡ୍ୟୁଟି ସମୟରେ ନିଜେ ଶୋଷରେ ରହି ମଧ୍ୟ
ସୁଦୀପ ସ୍ୱପ୍ନାଙ୍କ ପାଇଁ ଗରମ ଚା କପେ ସାଇତି ରଖିବା କିମ୍ବା ବ୍ୟସ୍ତତା ଭିତରେ ଶୁଣିବା, ଆରେ ସ୍ୱପ୍ନା, ଆଜି ବି ବ୍ୟସ୍ତତା ଭିତରେ ଖାଇବାକୁ ଭୁଲି ଯାଇନ ତ? ମନେ ଅଛି ନା ଗତ ସପ୍ତାହ କିପରି ମୁଣ୍ଡ ଘୁରାଇଥିଲା? ଏହି ଛୋଟ ଛୋଟ କଥା ଗୁଡ଼ିକ ହିଁ ସେମାନଙ୍କ ସମ୍ପର୍କକୁ ମଜବୁତ କରିଥିଲା। ଏକ କଠୋର ପରିସ୍ଥିତି ଭିତରେ ସେମାନଙ୍କ ପାଇଁ ଏହା ଯେମିତି ଶାନ୍ତିର ଏକ ମରୁଦ୍ୟାନ ଥିଲା। କିନ୍ତୁ ଭଲ ପାଇବା ଯେଉଁଠି ଥାଏ ସେଠି ଟିକେ ଅଧିକାର ବୋଧ ଏବଂ ଅସୁରକ୍ଷା ମଧ୍ୟ ଆପେ ଆପେ ଚାଲିଆସେ। ସ୍ୱପ୍ନା ଯେତେବେଳେ ବି ସୁଦୀପଙ୍କୁ ଅନ୍ୟ ମହିଳା ଡାକ୍ତରଙ୍କ ସହ ଦେଖୁଥିଲେ ତାଙ୍କ ମନ ଅଶାନ୍ତ ହୋଇ ଉଠୁଥିଲା। ବିଶେଷ କରି ସୁଦୀପଙ୍କ କଲେଜ ସାଙ୍ଗ ନେହାଙ୍କ ସହ ତାଙ୍କର ସହଜ ହସଖୁସି ସ୍ୱପ୍ନାଙ୍କୁ ଖୁବ୍ ଅସ୍ତବ୍ୟସ୍ତ କରି ପକାଉଥିଲା। ଏହି ଈର୍ଷା ଯୋଗୁଁ ସ୍ୱପ୍ନା ନେହାଙ୍କ ସହ ଖୋଲାଖୋଲି କଥା ହୋଇପାରୁନଥିଲେ। କରିଡରରେ ସୁଦୀପଙ୍କ ସହ କଥା ହେଉଥିବା ବେଳେ ଯଦି ନେହା ସାମ୍ନାକୁ ଆସନ୍ତି ସ୍ୱପ୍ନାଙ୍କ ମୁହଁ ସେତା ପଡ଼ିଯାଏ। ସେ କୌଣସି କାମର ବାହାନା କରି ସେଠାରୁ ତରତର ହୋଇ ଚାଲିଯାଆନ୍ତି। ସେ ଚାହୁଁନଥିଲେ ସୁଦୀପଙ୍କ ଜୀବନରେ ତାଙ୍କ ବ୍ୟତୀତ ଅନ୍ୟ କାହାର ଏତେ ଅଧିକାର ରହୁ। ନେହା ମଧ୍ୟ ସ୍ୱପ୍ନାଙ୍କ ମନ କଥା ବୋଧହୁଏ ବୁଝିପାରୁଥିଲେ। ସେ ସ୍ୱପ୍ନାଙ୍କୁ ଟିକେ ଚିଡ଼ାଇବା ପାଇଁ ସୁଦୀପଙ୍କ ସହ ଆହୁରି ହସି ହସି ପୁରୁଣା ଦିନର କଥା ଗୁଡ଼ିକ ଗପୁଥିଲେ। ସେହି ହସର ଶବ୍ଦ ସ୍ୱପ୍ନାଙ୍କୁ ଖୁବ୍ କଷ୍ଟ ଦେଉଥିଲା। ଏହି ଅଭିମାନ ଏବଂ ଈର୍ଷା ପ୍ରମାଣ କରୁଥିଲା ଯେ ମହାମାରୀ ଭିତରେ ମଧ୍ୟ ହୃଦୟର କୋମଳ ଅନୁଭୂତି ଗୁଡ଼ିକ ଏବେ ବି ଜୀବନ୍ତ ଅଛି। ସେଦିନ ସକାଳେ ସୂର୍ଯ୍ୟୋଦୟ ସ୍ୱପ୍ନାଙ୍କ ପାଇଁ ଜମାରୁ ଖୁସି ଆଣିନଥିଲା। ଶରୀରରେ ଏକ ଅସ୍ୱାଭାବିକ ଭାରୀପଣ ଏବଂ ଦୁର୍ବଳତା ଯୋଗୁଁ ସେ ଶେଯରୁ ଉଠି ପାରୁନଥିଲେ। ଗଳାଟା କଣ୍ଟା ପରି ଶୁଖି ଯାଉଥିଲା ଏବଂ ଦେହ ଜୋରରେ ପୋଡ଼ି ହୋଇଯାଉଥିଲା। ସନ୍ଧ୍ୟାରେ ଯେତେବେଳେ ରିପୋର୍ଟ ଆସିଲା ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ରିପୋର୍ଟ ଥିଲା ପଜିଟିଭ। ହଜାର ହଜାର ରୋଗୀଙ୍କ ସେବା କରିବା ପରେ ଆଜି ପ୍ରଥମ ଥର ପାଇଁ ମୃତ୍ୟୁର ସେହି ଶୀତଳ ଭୟକୁ ସେ ଅନୁଭବ କରୁଥିଲେ। ଆଇସୋଲେସନ କୋଠରୀରେ ଏକାକୀ ରହି ତାଙ୍କୁ ଏକ ନିର୍ଜନ ଦ୍ୱୀପର ବନ୍ଦୀ ହେବା ପରି ଲାଗୁଥିଲା। ଯେଉଁ କରିଡରରେ ସେ ଦିନେ ଗର୍ବରେ ଚାଲୁଥିଲେ ଆଜି ସେହି କୋଠରୀର ଛାତକୁ ଚାହିଁ ରହିବା ବେଳେ ସବୁକିଛି ଅଜଣା ଲାଗୁଥିଲା। ଭେଣ୍ଟିଲେଟରର ଯାନ୍ତ୍ରିକ ଶବ୍ଦ ତାଙ୍କ ଭୟକୁ ଆହୁରି ବଢ଼ାଇ ଦେଉଥିଲା। ନିଜ ପ୍ରିୟଜନଙ୍କ ଠାରୁ ଦୂରେଇ ରହିବାର ଯନ୍ତ୍ରଣା ଔଷଧ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଥିଲା। ତାପରେ ଗୋଟିଏ ନିଶବ୍ଦ ସନ୍ଧ୍ୟାରେ ଧୀରେ କରି ଦ୍ୱାରଟି ଖୋଲିଗଲା। ସମ୍ପୂର୍ଣ୍ଣ ପିପିଇ ସୁଟ୍ ପିନ୍ଧି ଜଣେ ବ୍ୟକ୍ତି ବାହାରେ ଠିଆ ହୋଇଥିଲେ। ମାସ୍କ ଏବଂ ସିଲ୍ଡ ପଛରେ ଥିବା ସେହି ଆଖି ଦୁଇଟିକୁ ଚିହ୍ନିବାକୁ ସ୍ୱପ୍ନାଙ୍କ ମୁହୂର୍ତ୍ତେ ବି ସମୟ ଲାଗିଲାନି। ସେଥିରେ ଥିଲା ସୁଦୀପଙ୍କ ସେହି ପରିଚିତ ଉଷ୍ମତା। ସ୍ୱପ୍ନା ଅତି କ୍ଷୀଣ ସ୍ୱରରେ କହିଲେ, ସୁଦୀପ, ତୁମେ ଏଠାକୁ ଆସିବା ଉଚିତ ନୁହେଁ। ତୁମେ ବି ସଂକ୍ରମିତ ହୋଇଯାଇପାର। ସୁଦୀପ ମାସ୍କ ପଛରେ ଏକ ସ୍ନେହଭରା ହସ ହସିଲେ ଏବଂ ଅତି ବିଶ୍ୱାସର ସହ କହିଲେ, ସ୍ୱପ୍ନା, ଡାକ୍ତରମାନେ କେବେ ବି ସେମାନଙ୍କ ରୋଗୀକୁ ପରିତ୍ୟାଗ କରନ୍ତି ନାହିଁ। ଆଉ ତୁମେ ତ ମୋର ସବୁଠାରୁ ବିଶେଷ ରୋଗୀ। ଠିକ୍ ସେହି ସମୟରେ ନେହା ସେଠାରେ ପହଞ୍ଚିଲେ। ସ୍ୱପ୍ନାଙ୍କ ମନରେ ପୁଣି ସଙ୍କୋଚ ଆସିବା ପୂର୍ବରୁ ନେହା ନିଜେ ହସି ହସି କହିଲେ, ସ୍ୱପ୍ନା, ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ। ତୁମ ସେବାରେ ତୁମର ଏହି ପର୍ସନାଲ ଡକ୍ଟର ଦିନରାତି ଲାଗିଛନ୍ତି। ସୁଦୀପ ନିଜ ଡ୍ୟୁଟି ପରେ ବି ପ୍ରତି ମୁହୂର୍ତ୍ତରେ ତୁମ କଥା ବୁଝୁଥିଲେ। ନେହାଙ୍କ ମୁହଁରୁ ଏକଥା ଶୁଣି ସ୍ୱପ୍ନାଙ୍କ ମନର ସବୁ ଅସନ୍ତୋଷ ପାଣି ଫୋଟକା ପରି ମିଳେଇଗଲା। ସେ ଅନୁଭବ କଲେ ଯେ ନେହାଙ୍କ ପ୍ରତି ତାଙ୍କର ଈର୍ଷା କେତେ ଅଯୌକ୍ତିକ ଥିଲା ଆଉ ସୁଦୀପଙ୍କ ପ୍ରେମ ହିଁ ତାଙ୍କ ପାଇଁ ସୁରକ୍ଷା କବଚ ସାଜିଥିଲା। ସେହି ଦିନଠାରୁ ସ୍ୱପ୍ନାଙ୍କ ଜ୍ୱର ଧୀରେ ଧୀରେ କମିବାକୁ ଲାଗିଲା। ସେ ବୁଝିପାରିଲେ ଯେ ସୁଦୀପଙ୍କ ସହ ତାଙ୍କର ଏହି ସମ୍ପର୍କ ଖୁବ୍ ଗଭୀର। ସେ ସୁଦୀପଙ୍କ ଭିତରେ ନିଜର ଜୀବନସାଥୀକୁ ସ୍ପଷ୍ଟ ଦେଖିପାରୁଥିଲେ। ପ୍ରେମ ଯେ ହସ୍ପିଟାଲର ଏହି ସୂକ୍ଷ୍ମ ପରିବେଶରେ ବି ଫୁଟିପାରେ ତାହା ସେ ଆଜି ଅନୁଭବ କରୁଥିଲେ। ସମୟ ଚକ୍ର ଧୀରେ ଧୀରେ ବଦଳିଲା। ମହାମାରୀର ସେହି ପ୍ରଥମ ଲହରୀ କ୍ରମଶଃ କମିବାକୁ ଲାଗିଲା। ଆମ୍ବୁଲାନ୍ସର ସେହି ଭୟଙ୍କର ଶବ୍ଦ ଏବେ ଆଉ ସେତେ ଶୁଭୁନଥିଲା। ବହୁଦିନ ପରେ ହସ୍ପିଟାଲର ବାୟୁମଣ୍ଡଳରେ ମୃତ୍ୟୁର ଭୟ ବଦଳରେ ଟିକିଏ ଆଶ୍ୱସ୍ତିର ନିଶ୍ୱାସ ବାରି ହୋଇ ପଡ଼ୁଥିଲା। ଗୋଟିଏ ଶାନ୍ତ ସନ୍ଧ୍ୟାରେ ସ୍ୱପ୍ନା ଏବଂ ସୁଦୀପ ହସ୍ପିଟାଲ ଛାତ ଉପରେ ଠିଆ ହୋଇଥିଲେ। ଆକାଶଟା ସୂର୍ଯ୍ୟାସ୍ତର ସୁନେଲି ରଙ୍ଗରେ ଝଲସୁଥିଲା। ଦୂର ଦିଗନ୍ତକୁ ଚାହିଁ ସୁଦୀପ ଧୀରେ କହିଲେ, ଶେଷରେ ଏହି ମହାମାରୀର ପ୍ରଳୟରୁ ଆମେ ବଞ୍ଚିଗଲେ ସ୍ୱପ୍ନା। ସ୍ୱପ୍ନାଙ୍କ ମୁହଁରେ ଏକ ଶାନ୍ତ ହସ ଖେଳିଗଲା। ସେ କହିଲେ, ହଁ ସୁଦୀପ, ଆମେ ସତରେ ବହୁତ ଭାଗ୍ୟବାନ ଯେ ଆମେ ଏକାଠି ଅଛୁ। କିଛି ସମୟର ସେହି ମନୋରମ ନୀରବତା ପରେ ସୁଦୀପ ପୁଣି କହିଲେ, ହୁଏତ ଏବେ ସମୟ ଆସିଛି ଆମେ ଆମର ନିଜସ୍ୱ ଜୀବନ ବଞ୍ଚିବା ଆରମ୍ଭ କରିବା। ଏହି ଧଳା କାନ୍ଥ ଏବଂ ମାସ୍କ ବାହାରେ ବି ଆମର ଏକ ସୁନ୍ଦର ଦୁନିଆ ଅଛି। ସୁଦୀପଙ୍କ ଆଖିର ସେହି ଗଭୀର ନିବେଦନକୁ ସ୍ୱପ୍ନା ତୁରନ୍ତ ବୁଝିପାରିଲେ ଏବଂ ଲାଜେଇ ଯାଇ ନୀରବରେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ଆଗାମୀ ଦିନର ସ୍ୱପ୍ନଗୁଡ଼ିକୁ ବାସ୍ତବ ରୂପ ଦେବା ଏବଂ ପରିବାରକୁ ବୁଝାଇବା ସହଜ ନଥିଲା। ଉଭୟଙ୍କ ବାପା ମା ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ସବୁବେଳେ ଚିନ୍ତିତ ଥିଲେ। କିନ୍ତୁ ସେମାନଙ୍କର ନିଷ୍ଠା ଏବଂ ପରସ୍ପର ପ୍ରତି ଥିବା ଗଭୀର ଭଲ ପାଇବା ଆଗରେ ସବୁ ଚିନ୍ତା ଓ ଅଭିମାନ ନରମ ହୋଇଗଲା। ଶେଷରେ ଉଭୟ ପରିବାରର ଆଶୀର୍ବାଦ ମିଳିଲା। ସହରର ଏକ ଶାନ୍ତ ଇଲାକା ଦେଖି ସେମାନେ ନିଜ ପାଇଁ ଏକ ଛୋଟ ଫ୍ଲାଟ୍ ବୁକ୍ କଲେ। ସ୍ୱପ୍ନା ପ୍ରଥମ ଥର ପାଇଁ ଯେଉଁଦିନ ସେହି ଘରକୁ ପ୍ରବେଶ କଲା ସେହି ଦିନଟି ତାଙ୍କ ମାନସ ପଟରେ ଆଜି ବି ତାଜା ହୋଇ ରହିଛି।
ଝରକା ଦେଇ ସୂର୍ଯ୍ୟକିରଣ ଘର ଭିତରକୁ ଆସୁଥିଲା, ଯେମିତି ପ୍ରକୃତି ମଧ୍ୟ ସେମାନଙ୍କୁ ସ୍ୱାଗତ ଜଣାଉଛି। ସେହି ଖାଲି କୋଠରୀ ଗୁଡ଼ିକ ଭିତରେ ସେମାନଙ୍କର କଥାବାର୍ତ୍ତା ଏବଂ ହସର ପ୍ରତିଧ୍ୱନି ଶୁଭୁଥିଲା। ସୁଦୀପ ଉତ୍ସାହର ସହିତ ସ୍ୱପ୍ନାଙ୍କ ହାତ ଧରି କହିଥିଲେ, ଏଇଟା ହେବ ଆମର ଛୋଟ ସଂସାର, ଆମର ଘର। ସ୍ୱପ୍ନା ଆଖି ବନ୍ଦ କରି ସେହି ଘରକୁ ହସଖୁସି ଏବଂ ଜୀବନରେ ପରିପୂର୍ଣ୍ଣ ହେବାର କଳ୍ପନା କରୁଥିଲେ। ଲାଗୁଥିଲା ଯେମିତି ସବୁ ଦୁଃଖର ଅନ୍ତ ଘଟିଛି ଏବଂ ସମ୍ମୁଖରେ କେବଳ ଏକ ଉଜ୍ଜ୍ୱଳ ଭବିଷ୍ୟତ ଅପେକ୍ଷା କରିଛି। ସେହି ନୂଆ ଘରର ସେଲ୍ଫରେ ସଜା ହୋଇଥିବା ପ୍ରିୟ ବହି, ବାଲକୋନିର ଛୋଟ ଛୋଟ ଗଛ ଏବଂ ଝରକା ଦେଇ ଆସୁଥିବା ସୂର୍ଯ୍ୟକିରଣ ସବୁକିଛି ଯେମିତି କହୁଥିଲା ଯେ ଦୁଃଖର ଦିନ ଶେଷ ହୋଇଛି। ସ୍ୱପ୍ନାଙ୍କ ମୁହଁରେ ସେହି ପୁରୁଣା ହସ ଫେରି ଆସିଲା। ଦୀର୍ଘ ଦିନର କଷ୍ଟ ପରେ ସେମାନେ ଶେଷରେ ଖୁସିର ଏକ ସ୍ଥାୟୀ ଠିକଣା ପାଇଯାଇଛନ୍ତି ବୋଲି ମନେ ହେଉଥିଲା। କିନ୍ତୁ ଭାଗ୍ୟର ଲିଖନ ବଡ଼ ବିଚିତ୍ର। ଯେତେବେଳେ ସେମାନେ ନୂଆ ଜୀବନର ମୂଳଦୁଆ ପକାଉଥିଲେ, ଠିକ୍ ସେହି ସମୟରେ ମହାମାରୀର ଦ୍ୱିତୀୟ ଲହରୀ ଏକ ଭୟଙ୍କର ଝଡ଼ ପରି ମାଡ଼ି ଆସିଲା। ଏହି ଝଡ଼ ପୂର୍ବ ଅପେକ୍ଷା ଆହୁରି ନିର୍ଦ୍ଦୟ ଥିଲା। ଡାକ୍ତରଖାନାଗୁଡ଼ିକ ପୁଣି ଥରେ ରୋଗୀଙ୍କ ଭିଡ଼ରେ ଉଛୁଳି ପଡ଼ିଲା। ଅକ୍ସିଜେନ୍ ପାଇଁ ହାହାକାର ଏବଂ ପ୍ରିୟଜନଙ୍କୁ ହରାଇବାର ଚିତ୍କାରରେ ବାୟୁମଣ୍ଡଳ ବିଷାକ୍ତ ହୋଇଗଲା। କ୍ରମାଗତ ଡ୍ୟୁଟି କରି ଡାକ୍ତରମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଥିଲେ ମଧ୍ୟ ସ୍ୱପ୍ନା ଏବଂ ସୁଦୀପ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇନଥିଲେ। କିନ୍ତୁ ସେହି ଅଭିଶପ୍ତ ସକାଳେ ସବୁକିଛି ବଦଳିଗଲା। ସୁଦୀପଙ୍କ ଦେହରେ ହାଲକା ତାତି ଥିଲା। ସେ ଅତି ସହଜରେ କହିଦେଲେ, ହୁଏତ ଏହା ପ୍ରବଳ ଥକାପଣରୁ ହେଉଛି ସ୍ୱପ୍ନା, ଟିକେ ଆରାମ କଲେ ଠିକ୍ ହୋଇଯିବ। କିନ୍ତୁ ସ୍ୱପ୍ନାଙ୍କ ମନ କାହିଁକି କେଜାଣି ଅଶାନ୍ତ ହୋଇ ଉଠୁଥିଲା। ସନ୍ଧ୍ୟାବେଳକୁ ଯେତେବେଳେ ରିପୋର୍ଟ ଆସିଲା, ସେଥିରେ ଲେଖାଥିଲା ପଜିଟିଭ୍। ସ୍ୱପ୍ନାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ମାତ୍ର କିଛି ଦିନ ମଧ୍ୟରେ ସୁଦୀପଙ୍କ ଅବସ୍ଥା ଗୁରୁତର ହୋଇଗଲା। ଯେଉଁ ଛାତି ଦିନେ ସମସ୍ତଙ୍କ ପାଇଁ ସାହସର ଢାଲ ଥିଲା, ଆଜି ସେହି ଛାତି ଟିକିଏ ନିଶ୍ୱାସ ପାଇଁ ଛଟପଟ ହେଉଥିଲା। ଯେଉଁ ଡାକ୍ତର ଦିନେ ହଜାର ହଜାର ରୋଗୀଙ୍କୁ ବେଡ୍ ପାଖରେ ବସି ସାହସ ଦେଉଥିଲେ, ଆଜି ସେ ନିଜେ ସେହି ହସ୍ପିଟାଲ ବେଡ୍ ଉପରେ ଅସହାୟ ଭାବେ ଶୋଇ ରହିଥିଲେ। ସ୍ୱପ୍ନା ଆଜି ଜଣେ ଡାକ୍ତର ନଥିଲେ, ସେ ଥିଲେ ଜଣେ ନିରୁପାୟ ପ୍ରେମିକା। ଆଇସିୟୁର ସେହି ଥଣ୍ଡା କାଚ ଝରକା ବାହାରେ ଠିଆ ହୋଇ ସେ ଅନୁଭବ କରୁଥିଲେ, କରିଡରରେ ଅପେକ୍ଷା କରିଥିବା ହଜାର ହଜାର ପରିବାରର ଯନ୍ତ୍ରଣା କେତେ ଯେ ଭୟଙ୍କର। ପ୍ରତିଟି ସେକେଣ୍ଡ ତାଙ୍କ ପାଇଁ ଏକ ଯୁଗ ପରି ମନେ ହେଉଥିଲା। ଗୋଟିଏ ନିସ୍ତବ୍ଧ ସନ୍ଧ୍ୟାରେ ସୁଦୀପ ନିଜର ଶେଷ ଶକ୍ତି ଏକାଠି କରି ସ୍ୱପ୍ନାଙ୍କ ସହ କଥା ହେବାକୁ ଚାହିଁଲେ। ଆଇସିୟୁର ଯାନ୍ତ୍ରିକ ଶବ୍ଦ ମଧ୍ୟରେ ସେମାନଙ୍କର ସେହି ଶେଷ କଥାବାର୍ତ୍ତା କାହାଣୀକୁ ଏକ ଅଶ୍ରୁଳ ପରିସମାପ୍ତି ଆଡ଼କୁ ନେଇଯାଉଥିଲା। ସେହି କାଚବାଡ଼ ଆଜି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଏକ ଅତିକ୍ରମ କରିହେଉନଥିବା ପାଚେରୀ ସାଜିଥିଲା। ସୁଦୀପଙ୍କ ଶରୀର ନିସ୍ତେଜ ହୋଇ ଆସୁଥିଲା, କିନ୍ତୁ ତାଙ୍କ ସ୍ୱରରେ ଏବେ ବି ସେହି ପୁରୁଣା ଦୃଢ଼ତା ଥିଲା। ସେ ଅତି କଷ୍ଟରେ କହିଲେ, ସ୍ୱପ୍ନା, ଲୁହ ପୋଛିଦିଅ। ମୋ ପାଇଁ ନୁହେଁ, ସେହି ରୋଗୀମାନଙ୍କ ପାଇଁ ତୁମକୁ ହସିବାକୁ ହେବ। ସ୍ୱପ୍ନାଙ୍କ ଆଖିରୁ ଲୁହର ଧାରା ବୋହି ଯାଉଥିଲା, ଶବ୍ଦ ଗଳାରେ ଅଟକି ଯାଉଥିଲା। ସୁଦୀପ ପୁଣି କହିଲେ, ଲୋକମାନଙ୍କର ସେବା କରିବା କେବେ ବି ବନ୍ଦ କରିବ ନାହିଁ। ଏହି ଭୂତାଣୁ ଆମ ଶରୀରକୁ ମାରିପାରେ, କିନ୍ତୁ ଆମ ଭିତରର ସେବା ମନୋଭାବ ଏବଂ ସାହସକୁ ହରାଇ ପାରିବ ନାହିଁ। ତୁମେ ଜଣେ ସାହସୀ ଡକ୍ଟର ସ୍ୱପ୍ନା, ମୋ ପାଇଁ ତୁମକୁ ଲଢ଼ିବାକୁ ହେବ। ସୁଦୀପ ନିଶ୍ୱାସ ନେବା ପାଇଁ ଅଟକିଗଲେ। ସ୍ୱପ୍ନା ନିଜର ଥରୁଥିବା ହାତକୁ ଶଯ୍ୟା ବାଡ଼ ଉପରେ ରଖିଲେ, ଯେମିତି ସେ ସୁଦୀପଙ୍କ ସ୍ପର୍ଶ ପାଇବାକୁ ଚାହୁଁଥିଲେ। ସେ ଅତି କ୍ଷୀଣ ସ୍ୱରରେ କହିଲେ, ଏମିତି କୁହ ନାହିଁ ସୁଦୀପ, ଆମେ ଏକାଠି ସେହି ନୂଆ ଘରକୁ ଯିବା। ତୁମକୁ ଠିକ୍ ହେବାକୁ ହିଁ ପଡ଼ିବ। କିନ୍ତୁ ହୃଦୟର କେଉଁ ଏକ କୋଣରେ ସେ ଜାଣିଥିଲେ ଯେ ସବୁ ଯୁଦ୍ଧରେ ବିଜୟ ମିଳେ ନାହିଁ। କିଛି ଯୁଦ୍ଧ କେବଳ ବଳିଦାନ ପାଇଁ ହିଁ ଥାଏ। ତା ପରଦିନ ସକାଳର ସୂର୍ଯ୍ୟୋଦୟ ସ୍ୱପ୍ନାଙ୍କ ପାଇଁ ଅନ୍ଧାର ନେଇ ଆସିଲା। ଡାକ୍ତର ସୁଦୀପ ଆଉ ନଥିଲେ। ହସ୍ପିଟାଲର ସେହି କୋଳାହଳପୂର୍ଣ୍ଣ କରିଡରରେ ଆଜି ଏକ ଅସହ୍ୟ ନିଃଶବ୍ଦତା ଖେଳି ଯାଇଥିଲା। ଯିଏ ତାଙ୍କୁ ଭୟ ମଧ୍ୟରେ ସାହସ ଏବଂ ନିଃସଙ୍ଗତା ମଧ୍ୟରେ ପ୍ରେମ ଶିଖାଇଥିଲେ, ସେ ଆଜି କେବଳ ଏକ ସ୍ମୃତି ପାଲଟି ଯାଇଥିଲେ। ମାସ ପରେ ମାସ ବିତିଗଲା। ମହାମାରୀର ସେହି କରାଳ ଲହରୀ ଧୀରେ ଧୀରେ ଲିଭିଗଲା। କିନ୍ତୁ ସ୍ୱପ୍ନାଙ୍କ ହୃଦୟର କ୍ଷତ ଏବେ ବି ସତେଜ ଥିଲା। ସେ ସେହି ନୂଆ ଘରକୁ ଚାଲିଗଲେ, ଯାହାକୁ ସେମାନେ ଏକାଠି ସଜାଇବାକୁ ସ୍ୱପ୍ନ ଦେଖିଥିଲେ। ଘରଟି ଶାନ୍ତ ଥିଲା, କିନ୍ତୁ ପ୍ରତିଟି କୋଣରେ ସୁଦୀପଙ୍କ ଅସ୍ତିତ୍ୱର ଗନ୍ଧ ବାରି ହୋଇ ପଡ଼ୁଥିଲା। ଷ୍ଟଡି ଟେବୁଲ ଉପରେ ସୁଦୀପଙ୍କ ସେହି ହସୁଥିବା ଫଟୋଟି ଏବେ ସ୍ୱପ୍ନାଙ୍କ ଜୀବନର ଧ୍ରୁବତାରା ସାଜିଥିଲା। ପ୍ରତିଦିନ ହସ୍ପିଟାଲ ବାହାରିବା ପୂର୍ବରୁ ସେ ସେହି ଫଟୋଟିକୁ ଚାହାନ୍ତି ଏବଂ ଧୀରେ କହନ୍ତି, ସୁଦୀପ, ମୁଁ ତୁମ ପ୍ରତିଶ୍ରୁତି ରଖିଛି। ମୁଁ ଆଜି ବି ଏଠାରେ ଅଛି, ଲଢ଼ୁଛି। ସୁଦୀପ ଆଜି ସ୍ୱପ୍ନାଙ୍କ ସହ ନାହାନ୍ତି ସତ, କିନ୍ତୁ ସ୍ୱପ୍ନାଙ୍କ ପ୍ରତିଟି କାର୍ଯ୍ୟ ଏବଂ ସେବା ମଧ୍ୟରେ ସେ ଆଜି ବି ଜୀବିତ। ସେମାନଙ୍କର ପ୍ରେମ ଅଧୁରା ରହିଯାଇଥାଇପାରେ, କିନ୍ତୁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ସେହି ଅଢ଼େଇ ଅକ୍ଷରର ପ୍ରେମକୁ ଅମର କରିଦେଇଛି। କିଛି ସ୍ୱପ୍ନ ମୃତ୍ୟୁ ସହିତ ଶେଷ ହୁଏ ନାହିଁ,
ସେଗୁଡ଼ିକ ସେମାନଙ୍କ ମାଧ୍ୟମରେ ବଞ୍ଚି ରହେ। ଯେଉଁମାନେ ସେହି ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପବଦ୍ଧ ଥାଆନ୍ତି, ସ୍ୱପ୍ନା ଆଜି ବି ସେହି ପୁରୁଣା ହସ୍ପିଟାଲ କରିଡରରେ ଚାଲନ୍ତି। ତାଙ୍କ ଷ୍ଟେଥୋସ୍କୋପ ଆଜି ବି ସେହି କରୁଣା ସହିତ ରୋଗୀଙ୍କ ହୃତ୍ସ୍ପନ୍ଦନ ଶୁଣେ। ସେ ଆଜି ବି ସେହିପରି ଅସହାୟ ରୋଗୀଙ୍କ ହାତ ଧରି ସାନ୍ତ୍ୱନା ଦିଅନ୍ତି, ଯେମିତି ଦିନେ ସୁଦୀପ ଦେଉଥିଲେ। ସାରା ବିଶ୍ୱ ପାଇଁ ସେହି ମହାମାରୀ ହୁଏତ ଏକ ଭୟଙ୍କର ଇତିହାସ ହୋଇ ରହିଯିବ, କିନ୍ତୁ ସ୍ୱପ୍ନାଙ୍କ ପାଇଁ ଏହା ଥିଲା ତାଙ୍କ ପ୍ରେମର ପରୀକ୍ଷାଗାର। ସେ ଜାଣିଥିଲେ ସୁଦୀପ ତାଙ୍କ ସାଥିରେ ନାହାନ୍ତି ସତ, କିନ୍ତୁ ଜଣେ ରୋଗୀର ମୁହଁରେ ଫୁଟୁଥିବା ହସ ଏବଂ ସୁସ୍ଥ ହୋଇ ଘରକୁ ଫେରୁଥିବା ପ୍ରତିଟି ଜୀବନ ଭିତରେ ସୁଦୀପ ଆଜି ବି ଜୀବିତ ଅଛନ୍ତି। ପ୍ରେମ କେବଳ ପାଖରେ ରହିବା ପାଇଁ ନୁହେଁ, ବରଂ ଜଣଙ୍କର ଅନୁପସ୍ଥିତିରେ ମଧ୍ୟ ତାଙ୍କ ଦେଖାଇଥିବା ପଥରେ ଚାଲିବା ହେଉଛି ପ୍ରକୃତ ପ୍ରେମ। ସ୍ୱପ୍ନା ଏବଂ ସୁଦୀପଙ୍କର ଏହି ଅଧୁରା ପ୍ରେମ କାହାଣୀ ଆଜି ଅନେକ ଡାକ୍ତରଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।